ମାଥିଲି 1942 ମସିହାର ଅଗଷ୍ଟ 21 ତାରିଖରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀମାନଙ୍କ ସ୍ମୃତିରେ ଗୁରୁବାର ମାଲକାନଗିରି ଜିଲ୍ଲାର ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ କରାଗଲା। ସ୍ଥାନୀୟ ଲକ୍ଷ୍ମଣ ନାୟକ ଶହୀଦ ଭବନରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଗଲା। ପରେ ବିରାଟ ଶୋଭାଯାତ୍ରା ବାହାରି ମାଥିଲି ଥାନାରେ ଶହୀଦ ପୀଠ ପାଖରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା। ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁଖିଲ, ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, सीपीआई नेता हलधर पूजारी, ब्लॉक अध्यक्ष महेश कुमार बाका, पूर्वतन विधायक डंबुरु सीसा, पूर्वतन विधायक पुष्पचंद्र बाका, वीडियो प्रमोद कुमार बेहेरा, थाना अधिकारिणी दीपांजलि प्रधान, एबीडीओ सूरज कुमार प्रधान, पूर्वतन ब्लॉक अध्यक्ष तमा, मुख्य उपदेष्टा स्मृति रंजन, सरपंच कानम राजू नायक, महिला सभानेत्री लक्ष्मीप्रिया नायक, समिति सभ्य तथा शहीद स्मृति कमिटीर सभापति बालराजू कोपे, साधारण संपादक कुनाल मिश्र, कोषाध्यक्ष विक्रम केसरी पात्र, सदस्य अब्दुल आजीज, आदिवासी महासंघ सभापति बंधु मुदुली, जिला परिषद माथिली जोन 3 सस्मिता माझी, बीजेडी ब्लॉक सभापति सदाशिव पूजारी सहित शहीद परिवार माने जोग देइथिले। कार्यक्रम रे अतिथि माने संग्रामीक बलिदान उपरे आलोचना करी कहिथिले जे सेमानंकर साहस और त्याग चिरस्मरणीय रहिबो। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଇତିହାସ ଅନୁଯାୟୀ 1942 ଅଗଷ୍ଟ 21 ତାରିଖରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ଡାକରେ ସଂଗ୍ରାମୀମାନେ ମାଥିଲି ଥାନାରେ ପତାକା ଉତ୍ତୋଳନ କରୁଥିବା ବେଳେ ଇଂରେଜମାନେ ଗୁଳିଚାଳନା କରିଥିଲେ। ଏହି ଗୁଳିକାଣ୍ଡରେ ବହୁ ସଂଗ୍ରାମୀ ସ୍ଥଳୀରେ ଟଳି ପଡ଼ିଥିଲେ ଓ ଦେଶ ସ୍ୱାଧୀନତା ପାଇଁ ନିଜ ଜୀବନ ବଳିଦାନ କରିଥିଲେ। ମାଥିଲିରେ ଗୁଳିକାଣ୍ଡ ଦିବସ ପାଳନ 1942 ଅଗଷ୍ଟ 21ରେ ମାଥିଲିରେ ସ୍ୱାଧୀନତା ପାଇଁ ନିର୍ଭୀକ ସଂଗ୍ରାମୀମାନେ ଦେଶକୁ ଜୀବନ ଦାନ କରିଥିଲେ। ଆଜି ସେହି ବଳିଦାନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଗୁଳିକାଣ୍ଡ ଦିବସ ପାଳନ କରାଗଲା। ଆଜିର କାର୍ଯ୍ୟକ୍ରମରେ ସୁଦୂର ଭଦ୍ରକ ଜିଲ୍ଲାରୁ ଆସିଥିବା ଅଗଷ୍ଟ କ୍ରାନ୍ତି ସ୍ମାରକୀ ରଥର ସଭାପତି ବୋଇଲୋଚନ ଜେନା, ଜାତୀୟ ମହିଳା ଫେଡେରେସନର ଜାତୀୟ ପରିଷଦ ସଭ୍ୟା ବନଲତା ଜେନା, ଶହୀଦ ତୀର୍ଥୀ ଯାତ୍ରୀ ସଞ୍ଜୀବ ବାରିକ, उत्कल महिला समिति सभानेत्री कौशल्या कुंवर जोग देइथिले। शहीद स्मृति कमिटी माथिली सम्मानित करी स्वागत करथिले। मालकानगिरी अभिमन्यु माद्री रिपोर्ट, निरपेक्ष न्यूज।